ଆସ ଆଲୁଅରେ ଘୋଡ଼ା ବାଡ଼ିରେ କଚଡ଼ା ଖାଅ। ସାଙ୍ଗମାନେ ଆଜି ଆମର ପିଠା ପିଣ୍ଡ ପଡ଼ିବ ଦେଖନ୍ତୁ। ତା ପାଇଁ ପିଠା ତିଆରି ହେବା ଆରମ୍ଭ ହୋଇଗଲାଣି। ପାଣିଟା ଗରମ ହେଲା ପରେ ସେଥିରେ ସୁଜି ବାପା ଢାଳୁଛନ୍ତି। ମା ଖଳି ଧରିବେ ଦେଖନ୍ତୁ। ଏବେ ଟିକେ ଟିକେ ସୁଜି ଅଧିକା ହେଇଗଲାଣି। ଯେତିକି କଢ଼ାରେ ଧରିବ ସେତିକି ଦିଆଯିବ ଦେଖନ୍ତୁ। ଏବେ ଖଳି କରାଯାଉଛି ତିଆରି। ମା ଖଳି ତିଆରି କରୁଛନ୍ତି। ଚାଲିଛି ବାସ୍। ଏବେ ଟିକେ ଟିକେ ହେଇ ଆସିଲାନି। ଟିକେ ସୁଜି ଆଉ ଦୁଇଟା ପକାଇଦେଲେ ବାପା। ଏବେ ସୁଜିଟାକୁ ଟିକେ ଘାଣ୍ଟି ଦେବା ଭଲସେ। ସେ ମିଶିଯିବ ନା ପୁରା ଭଲସେ ସିଝିକି। ଦେଖନ୍ତୁ ଦେଖନ୍ତୁ ଏବେ ଖଳି ପୁରା ହେଇଯିବା ଉପରେ ଦେଖନ୍ତୁ। ଦେଖନ୍ତୁ ଏବେ ହେଇଗଲାଣି ଭଳିଆ ଲାଗୁଛି। ଏବେ ହେଇଗଲାଣି ଭଳିଆ ଲାଗୁଛି। ଦେଖାଯାଉ। ଏବେ ହେଇଗଲାଣି ବୋଧେ। ମା ଦେଖୁଛନ୍ତି ହାତ ମାରିକି। ହେଇଗଲା। ଏବେ ବାହାର କରିନେଲେ। ଚଟୁରେ ଯାହା ଥିଲା ତାକୁ ସବୁ ପୋଛିଦେବେ। ଏବେ ପୋଛିଦେଲେ ତାପରେ ଦେଖନ୍ତୁ ଏପଟେ ପାଣି ଚୁଲିରେ ବସିକି ଗରମ ହେଇଗଲାଣି। ଏଠି ବାପା ଆଖୁ ଭୋଗ ପାଇଁ ଆଖୁ ଛଡ଼ୁଛନ୍ତି ଦେଖନ୍ତୁ। ଆଖୁ ଗୁଡ଼ାକ ଆମ ବାଡ଼ିରେ ତ ଆଖୁ ହେଇଛି। ତ ବାପା ସନ୍ଧ୍ୟାରେ ଦୁଇଟା ନେଇ ଆସିଥିଲେ। ଏବେ ବସିକି ଆଖୁଟା କାଟି ଦେଉଛନ୍ତି। କାରଣ ଆଖୁ କାଟିବାକୁ ବହୁତ ସମୟ ଲାଗେ। ଏବେ ଆଖୁଟା କାଟିଦେଲେ ଏପଟେ ମା ପିଠା ତିଆରି କରିବା ଆରମ୍ଭ କରିଦେଲେଣି ଦେଖନ୍ତୁ। ତା ଭିତରେ ପୁର ଦିଆଯିବ ବୋଧେ। ହଁ ଏବେ ପୁର ଦିଆଯିବ। ପୁର ଦିଆଗଲା ବାସ୍। ପୁର ଭିତରେ ତାକୁ ରଖିକିନା ପୁରା ତା ମୁହଁ ବନ୍ଦ କରିଦିଆଯିବ। ପୁରା ମୁହଁ ବନ୍ଦ କରିଦିଆଗଲା ଦେଖନ୍ତୁ। ବାସ୍ ଏବେ ରଖିଦେବେ। ଆଉ ଗୋଟେ ଏବେ 3ଟା କରିସାରିଛନ୍ତି। ଆଉ ଗୋଟେ 4ରେ ପଡ଼ିଛି। ଏମିତି ଗୋଟେ ଗୋଟେ କରିବେ। ତାପରେ ପିଠା ପିଣ୍ଡ ପଡ଼ିବ। ଆପଣମାନେ ଦେଖିବେ। ଦେଖନ୍ତୁ କେମିତିକା ପୟା ଡାକ ଯାଏ। ବାସ୍ 4ଟା ହେଇଗଲା। ଏପଟେ ବାପା ଆଖୁ କାଟିକି ଦେଇଦେଲେ। କହିଲେ ନେଇଯା ରଖିଦେବୁ। ମୁଁ ନେଇ ଆସିଲି। ଏଟା ଖୁଙ୍କୁଡ଼ି ତାଳ ଯେଉଁ ତାର ଭିତରୁ ବାହାରେ ଖୁଙ୍କୁଡ଼ି ସେଟା ଆମେ କହୁ। ମା ଆଉ ଥରେ ପିଠା କରୁଥିଲେ। ବାସ୍ ଏବେ ପୁର ଟିକେ ଦେଇଦେବେ। ଦେଖନ୍ତୁ ଆପଣଙ୍କର କେମିତିକା ପିଠା ପିଣ୍ଡ ପଡ଼ାଯାଏ ଆପଣ କହିବେ କମେଣ୍ଟରେ। ଏବେ ବହୁତ ସାରା ପିଠା ହେଇଗଲାଣି। ଏପଟରେ ଦେଖନ୍ତୁ ଟିକେ ବାଣ ଫୁଟା ଚାଲିଛି। ଦୀପାବଳି ନା ତ ବାଣ ଫୁଟା ହେବ। ଦେଖନ୍ତୁ ବାଣ ଫୁଟା ଚାଲିଛି। ବାବା କେତେ ସୁନ୍ଦର ବାଣ ଫୁଟୁଛି ଦେଖନ୍ତୁ। ଏପଟେ ବାପା ଯାଇଛନ୍ତି ବାଉଁଶ ଗଛରୁ କିଛି କଣିଚା ଆଣିବା ପାଇଁ। ସେଠି କିଛି କାମ ହେବ। ତାପରେ ତାକୁ କାଟିଦେଲେ। କାଟୁଛନ୍ତି ଦେଖନ୍ତୁ। ବାସ୍ କାଟି ସାରିଲା ପରେ ତାଙ୍କର କ'ଣ କରିବେ କେଜାଣି। ଦେଖନ୍ତୁ ଆପଣମାନେ ମାପ ନେଉଛନ୍ତି। ମାପରେ କାଟିବେ। କାଟୁଛନ୍ତି କାଟିକି କିସ କରିବେ କେଜାଣି। ଦେଖେ ଓହୋ ସେ ହାଣ୍ଡିରେ ମାପ ଦେଉଛନ୍ତି। ମାପ ଦେଇକି ପିଠା ବସା ହେବ। ସେଟା ହେଲାଣି ତ ଏପଟେ ଦେଇକି ପିଠାଟା ମା ବସିଦେଲେ। ତାପରେ ଢାଙ୍କା ଗୋଟେ ଦିଆଗଲା ବେଲା। ତାପରେ କିଛି ସମୟ ଛାଡ଼ି ଦିଆହେବ ସିଝିବା ପାଇଁ। ତ ପିଠା ଏବେ ପୁରା ଫାଇନାଲି ପ୍ରସ୍ତୁତ। ଦେଖିପାରୁଥିବେ ଧୂଆଁ ବାହାରୁଛି କେମିତି। ତାପରେ ତାକୁ ରଖିଦେଲେ। ଏପଟେ ଭାଇ ସୁଜିତ ଭାଇ ଆମର ନାହିଁ ଆସିଗଲେଣି ଦୀପ ଲଗେଇବା ପାଇଁ। କାରଣ ଏଠି ସବୁ ହେବ ପୂଜା ହେବ ପୟା ଡାକ ହେବ ସବୁ। ଦେଖନ୍ତୁ ଦୀପ ଏପଟେ ଭୋଗ ଆସିଗଲାଣି। ପିଠା ଆସିଗଲାଣି। ଏଠି କଦଳୀପତ୍ରରେ ମା କହିଦେଉଛନ୍ତି କେମିତି କ'ଣ କରିବେ ବାପା। ଏପଟେ ଗୋଟେ ମହମବତୀ ଲାଗୁଛି ସୁଜିତ ଦେଖନ୍ତୁ। ବାପା ପତ୍ରଟି ଭଲସେ ପକାଇଦେଲେ। ତାପରେ ଆଗେ ଧୂପଟା ଲଗେଇ ଦେଇଛନ୍ତି ଦେଖନ୍ତୁ। ମା
ସେପଟେ ପୟା କାଠି ଗୁଡ଼ା ବାନ୍ଧୁଛନ୍ତି। ବାପା ଆଗେ ଆଖୁ ରଖିଦେଲେ ଭୋଗ ପାଇଁ। ଦେଖନ୍ତୁ ଆଖୁଟା ରଖୁଛନ୍ତି ଆଉ ଭଲ ଭାବରେ ସଜାଡ଼ିକିନା ସଜେଇକି ଭଲସେ କାମ କରୁଛନ୍ତି। ସୁଜିତ ଟ୍ରଷ୍ଟଟା ନେଲା। ତାପରେ ବାପା ଖଙ୍କୁଡ଼ି ରଖିଥିଲେ। ଯେଉଁ ତାଳ ଗଛ ତା ଭିତରେ ଯେଉଁ ପିଠା ହେଲା ପରେ ତାକୁ ରଖା ହୁଏ, ତା ଭିତରୁ ଖଙ୍କୁଡ଼ି ବାହାରେ। ଆମେ କହୁ ଏବାଡ଼େ ଖଙ୍କୁଡ଼ି, କମେଣ୍ଟରେ କହିବେ। ତାପରେ ଆପେଲ ରଖିଦେଲେ, ଆପେଲ ସେଉ ରଖିଦେଲେ। ତାପରେ କରିବେ ଦେଖିବା ଆଉ। ପୂଜା କରିଦିଅ। ମହମବତୀଟା ପୁଣି ଲଗା ହେଉଛି। ତାପରେ ଦୁବ, ସେ ଯେଉଁ ପୟା କାଠି ପୂଜା ହେବ। ଦେଖନ୍ତୁ ବାପା କେମିତି ପୁରା ସଜେଇକି ପୂଜା କରୁଛନ୍ତି। ତାପରେ ପୟା କାଠି ପୂଜା କରିସାରିଲା ପରେ କଦଳୀଟା ରହିଯାଇଥିଲା, ଏବେ କଦଳୀ ଛଡ଼ୁଛନ୍ତି। ଭୋଗ ଦେବେ ନା, ଭୋଗରେ ଗୋଟେ ଛଡ଼ିଦେଲେ। ତାପରେ ଆଉ ଗୋଟେ କଦଳୀ ଦିଆଯିବ। ଦେଖନ୍ତୁ ଏସବୁ ପିଣ୍ଡରେ ଯୋଡ଼ା ଦିଆଯାଏ, ଯୋଡ଼ିକା ନୁହେଁ। ସେଥିପାଇଁ 3ଟା କଦଳୀ ଦିଆଯିବ ବୋଧେ, ମୋତେ ଲାଗୁଛି। ହଁ, 3ଟା କଦଳୀ ଦିଆଗଲା। ଦେଖନ୍ତୁ ଗଳି ପଡ଼ୁଛି ବୋଲି ବାପା ଟିକେ ସଜାଡ଼ି ଦେଉଛନ୍ତି। ତାପରେ ଏଇଟା ହେଲା ପିଠା। ଦେଖନ୍ତୁ କେମିତି ସଜେଇକି ରଖିବେ, ପୁରା ସଜେଇକି ରଖୁଛନ୍ତି। ନଅଟା ପିଠା ଦେଲେ ଆପଣମାନେ ଦେଖୁଥିବେ। ବାପା ଏବେ ଧୂପ ଟିକେ ଦେଇଦେଲେ। ଦେଖନ୍ତୁ ଦେଉଛନ୍ତି ଧୂପ। ଧୂପଟା ଲଗେଇକି ତାପରେ ସେ ମାଟିରେ ଟିକେ ପୋତି ଦେଲେ। ତାପରେ ବାପା ପାଣି ଛଡ଼େଇବେ। ଦେଖନ୍ତୁ ପାଣି ଛଡ଼େଇଦେଲେ। ଦେଖନ୍ତୁ କେମିତି ଛଡ଼ିଲେ ପାଣି। ତାପରେ ଦେଖନ୍ତୁ ସେ ଜୁହାର ହେବେ, ଜୁହାର ନମସ୍କାର ହେବେ। ବାପା ଏବେ ଜୁହାର ହେଲେ। ଦେଖନ୍ତୁ ବାପା ଜୁହାର ହେଉଛନ୍ତି। କ'ଣ ମାଗୁଛନ୍ତି କି କ'ଣ କହୁଛନ୍ତି କେଜାଣେ। ବାପା ଜୁହାର ହେଇଥିଲେ। ତାପରେ ଭାଇ, ତାପରେ ଆମ ଛୁଆ ନମସ୍କାର ହେଲା। ତାପରେ ମୋ ଭାଇ, ତାପରେ ଆଉ ଗୋଟେ ଭାଇ। ଦେଖନ୍ତୁ ତାପରେ ବାପା ପୟା କାଠି ଏବେ ଲଗେଇବେ। ଦେଖନ୍ତୁ ମହମବତୀରେ ଲଗାଉଛନ୍ତି। ତାପରେ ମା କହିଲେ ବୋଲି ବାପା ପୁଣି ଆଉଥରେ ଦୀପରେ ଲଗେଇଲେ। ଦେଖନ୍ତୁ ସେଟା ଟିକେ ଲାଗିବା ପାଇଁ ସମୟ ନେବ। ସେ ଲାଗିଗଲା ଟିକେ ଟିକେ ବୋଧେ ଲାଗିଗଲାଣି। ତାପରେ ଦେଖନ୍ତୁ ଛୁଆ ସେଠି ଠିଆ ହେଇଛି, ପୁରା ମନ ଧ୍ୟାନ ଦେଇ ଦେଖୁଥିଲା। ବାପା କହୁଛନ୍ତି ସେଟା ଭଲସେ ଲାଗିଯାଉ। ତାପରେ ଦି ଭାଇ ଅଛନ୍ତି ମୋର। ବଡ ବଡ ଅନ୍ଧାରରେ ଆସ, ଆଲୁଅରେ ଘୋଡ଼ା ବାଡ଼ିରେ କଚଡ଼ା ଖାଅ। କିଛି ଜାଣନ୍ତିନି। ଆଲୁର ଆସ, ଅନ୍ଧାର ଯା, ହୁଡ଼ା ବାଡ଼ିର କଚାଡ଼ ଗୋଟେ ବାବୁଲେ ବାଡ ଗୋଟେ ଫାମ୍ପଡ଼ି ଦିଅ। ତାର ଆଖ ବାଡ଼ିଆରେ ଗୋଟେ ଫାମ୍ପଡ଼ି ଦିଅ। ତିନିଟା ପାଞ୍ଚ ତାର ଛାତକୁ ଫାମ୍ପଡ଼ି ଦେଲା ସେ। ସେ ଦେଖନ୍ତୁ ତାପରେ ଯାଉଛନ୍ତି ସେଟା ନେଇକି ଟିକେ। ଆମର ସେଠି ଖତ ଗାଡ଼ି ଅଛି ଗୋଟେ,
ସେ ଖତଗାରରେ ପୋତା ଯାଏ। ତ ସେଠିକି ନେଇକି ଯାଉଛନ୍ତି ପୋତିବେ। ଦେଖନ୍ତୁ ଆପଣମାନଙ୍କର କେମିତି ଆପଣମାନେ କହିବେ ପିଠା ପିଣ୍ଡ କେମିତି ପଡ଼ାଯାଏ କହିବେ। ବାପା ଭୋଗ ସବୁ ଟିକେ ଟିକେ ପତ୍ରରେ ଆଉ ସବୁ ନେଇକି ଆସିଲେ। ତାପରେ ଏଠି ଭାଇ ଗୋଟେ କେରାଣ୍ଡି ଛାଡ଼ିବୁନି ଆରାମସେ ରଖିବୁ ସେ ହାତରୁ ସରସର ହଉ। ହଁ ରଖା ରଖା ନାଇଁ ଫୁସ୍ ଫାସ୍ ତାପରେ ଆମ ପଟେ ଭୋଗ ଖାଇଲା ପିଠା ଖାଇଲା ଖାଉଛି। ତାର ମୁହଁ ଗୋଳପଟେ ମତେ